କୋଣାର୍କରେ ଘଟି ଯାଇଛି ଏଭଳି କିଛି ଅଘଟଣ ଯାହା ଶୁଣିଲେ ଆପଣଙ୍କ ମଥା ବିନ୍ଧିଯିବ। ଜଗତସିଂହପୁରର ମଙ୍ଗଳପୁରର ମାନସ ଭୋଇଙ୍କ ସ୍ତ୍ରୀ ଲକ୍ଷ୍ମୀ ଭୋଇ ସେ ତାଙ୍କର ସାଙ୍ଗମାନଙ୍କ ସହିତ ଗୋଟେ ଅଟୋରେ ସେ କ'ଣ କରିଥିଲେ ନା 4 ବର୍ଷର ପିଲାକୁ ସ୍କୁଲରେ ଛାଡ଼ି ସେ କ'ଣ କରିଥିଲେ ନା କୋଣାର୍କର ରାମଚଣ୍ଡୀ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ଆଉ ରାମଚଣ୍ଡୀ ମନ୍ଦିର ବୁଲି ସାରିଲା ପରେ କୋଣାର୍କର ଚନ୍ଦ୍ରଭାଗା କୂଳରେ ଯେଉଁଠି କଚ୍ଛପ ଘର ଅଛି ଯେଉଁ ଜାଗା ସେଇ ଜାଗାରେ କି ସେ କୌଣସି କାରଣରୁ କିଛି ଲୋକଙ୍କ ସହିତ ବଚସା ହେଇଥିଲା। ପରେ ପରେ ସେମାନେ କ'ଣ କରିଥିଲେ ନା ଏଇ ମହିଳା ଜଣଙ୍କର ହାତ ବାନ୍ଧି ଦେଇଥିଲେ ଆଉ ତା ପଛପଟୁ ହାଣିଥିଲେ। ତାପରେ ତାକୁ ଜଙ୍ଗଲକୁ ନେବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ କିଛି ଲୋକଙ୍କର ନଜର ହଠାତ୍ ପଡ଼ିଯିବାରୁ ସେମାନେ ସେ ଦୁର୍ବୃତ୍ତମାନେ ସେଠୁ ଖସି ଚାଲି ଯାଇଥିଲେ। ଏଠି ଏଭଳି ଘଟଣା କୋଣାର୍କରେ ବାରମ୍ବାର ଘଟୁଛି ଚନ୍ଦ୍ରଭାଗା କୂଳରେ। ୟା ଉପରେ ପ୍ରଶ୍ନବାଚୀ ଉଠୁଛି ପୋଲିସ ମାନଙ୍କ ଉପରେ। ପର୍ଯ୍ୟଟନ ସ୍ଥଳୀରେ ଯଦି ମାନେ ପର୍ଯ୍ୟଟକ ମାନେ ସୁରକ୍ଷିତ ନୁହନ୍ତି ସେ ଜାଗାକୁ କାହିଁକି ସେମାନେ ବୁଲିତେ ଯିବେ ନିଜ ପରିବାର ସହ। ପୋଲିସ ୟା ବିରୁଦ୍ଧରେ ସବୁଠାରୁ ବଡ଼ ଆକ୍ସନ ନେବା ଦରକାର। ଏମାନଙ୍କୁ ଏନକାଉଣ୍ଟର ନହେଲେ ପିଟି ପିଟି ଏମାନଙ୍କର ହାତ ଗୋଡ଼ ଭାଙ୍ଗି ଦେବା କଥା।